ଚଳେଇଦବା, କାଲି ସକାଳେ ଦେଖିବା। ମ୍ୟାଡ଼ାମ ମ୍ୟାଡ଼ାମ ଆପଣ ଏତେ ରାତିରେ ମୋ ଘରେ କ'ଣ ହେଇଛି ମ୍ୟାଡ଼ାମ? କୁହନ୍ତୁ, ମୁଁ ଆପଣଙ୍କର କି ହିସାବରେ ଲାଗିପାରେ? ଦରକାର ନଥିଲେ ମୁଁ ଆସିଥାନ୍ତି କାହିଁକି? ମୋ ସ୍ୱାମୀକୁ ଭଲ କରିବା ପାଇଁ ଯେତେବେଳେ ଟଙ୍କା ଦରକାର ପଡ଼ିଲା, ସେତେବେଳେ ମୋର ତମ କଥା ମନେ ପଡ଼ିଲା। ତମେ ସେଦିନ କହିନଥିଲ ତମ ଦୁଆର ମୋ ପାଇଁ ସବୁଦିନ ପାଇଁ ଖୋଲା ରହିବ। ମୋର କ'ଣ କିଛି ମନେ ପଡ଼ୁଛି? ଆଚ୍ଛା ମୋତେ କୁହ, ମୁଁ ତମର ଏବେ କି ସେବାରେ ଲାଗିପାରେ? କଥା କ'ଣ କି, ମୁଁ 2 ଲକ୍ଷ ଟଙ୍କା ଚାହୁଁଛି। ଅଧିକା ହେଇଯାଉଛି, ତଥାପି ଦେବି, କିନ୍ତୁ ଆଗ ତମେ ମୋ ବିଛଣାକୁ ଯିବ, ମତେ ଖୁସି ଦବ, ତାପରେ ଯାଇ ମୁଁ ତମକୁ ଟଙ୍କା ଦେବି। ରାଜି ତ? ରାଜି। ମୁଁ ତମ ଦେହକୁ ଯେତେ ଇଚ୍ଛା ସେତେ ଛୁଇଁବି। ରାଜି ତ? ରାଜି। ତମକୁ ଆଜି ଗଲେ ପୁଣି କାଲି ଡାକିବି। ରାଜି ତ? ହଁ ମୁଁ ରାଜି। ତମେ ଯେତେବେଳେ ଯୋଉ ମୁହୂର୍ତ୍ତରେ ବିଛଣାକୁ ଡାକିବ ମୁଁ ଆସିବି। ତମେ ଯେବେ ଚାହିଁବ ମୋ ଦେହଟାକୁ ମୁଁ ତମ ପାଖରେ ସେମିତି ସମର୍ପଣ କରିବି। ତମର ସବୁ କଥାରେ ମୁଁ ରାଜି। ତାମାନେ ତମେ ସ୍ୱାମୀ ପାଇଁ ଦେହ ବିକିଦବ? ମୋ ପାଇଁ ଦେହ ବଡ଼ ନୁହେଁ ଚାପନି ବାବୁ, ମୋ ପାଇଁ ମୋ ସ୍ୱାମୀ ବଡ଼। ମୋ ସ୍ୱାମୀକି ଭଲ କରିବା ପାଇଁ ମୁଁ ଏ ଦେହଟାକୁ ବଜାର କରିଦେଇ ପାରିବି। ଅନେକ ଲୋକଙ୍କୁ ମୁଁ ନିମନ୍ତ୍ରଣ କରିପାରିବି। ତମ ପାଖରେ ବାଟ ବି କ'ଣ ଅଛି? ବାଟ ଖୋଜିଛି ଚାପନି ବାବୁ, ବହୁତ ବାଟ ଖୋଜିଛି ମୁଁ, ହେଲେ କିଛି ବି ଲାଭ ହେଲାନି। ଅନେକ ଲୋକଙ୍କ ଘରକୁ ଯାଇଛି, ଅନେକ ଲୋକ କବାଟ ପଡ଼ିଛି, ତାଙ୍କ ଗୋଡ଼ ତଳେ ପଡ଼ିଛି, କେତେ ନେଉରା ହୋଇଛି, ହେଲେ କିଛି ଲାଭ ହେଲାନି। ନିରାଶ ହୋଇ ଫେରି ଆସିଲି। ଫେରିବା ବାଟରେ ଭାବିଲି ଏଇଟା ତ ଦବା ନେବାର ସମୟ। କିଛି ନଦେଲେ କିଏ ବା କାହିଁକି ମତେ ଏତେ ଗୁଡ଼େ ଟଙ୍କା ଦବ? ଦବା ପାଇଁ ତ ମୋ ପାଖରେ କିଛି ବି ନାହିଁ। ଭାବିଲି ମୋ ସ୍ୱାମୀକୁ ଭଲ କରିବା ପାଇଁ ମୁଁ ଏ ଦେହଟାକୁ ବିକ୍ରି କରିଦେବି। ମୁଁ ତମକୁ ଟଙ୍କା ଦେବି ଯେ, କିନ୍ତୁ ମୋର କିଛି କଣ୍ଡିସନ ଅଛି। ତମର ସବୁ କଣ୍ଡିସନ ମୁଁ ରାଜି। ତମକୁ କିନ୍ତୁ ବହୁତ କଷ୍ଟ ହବ ମ୍ୟାଡାମ। ଯେତେ କଷ୍ଟ ହେଲେ ମୁଁ ସହିଯିବି। କୁହ କ'ଣ ଦରକାର, କ'ଣ ଚାହୁଁଛ ତମେ? ତମେ ମତେ ଚଟାରେ ଯେତିକି ଥର ମାରିଥିଲ, ମୁଁ ତାଠୁ ଅଧିକ ମାରିବି। ମନ ଇଚ୍ଛା ମାରିବି, ମନ ଶାନ୍ତି ହେଲା ଯାଏ ମାରିବି। ମୁଁ ତ ଭାବିଥିଲି ତମେ ଗୋଟେ ବଡ଼ ସର୍ତ୍ତ ରଖିଥିବ ବୋଲି, ହେଲେ ତମେ ଏମିତି କଥା କହିଲ ଯେ ମତେ ହସ ଲାଗୁଛି। କୁହ ଚାପାନି ବାବୁ, କେତେ ଜୋଟାର ପିଟି ପାରିବ ମତେ? କେତେ କଷ୍ଟ ଦେଇପାରିବ ମତେ? ପିଟ ଚାପାନି ବାବୁ, ପିଟ ମତେ, ପିଟ ଚାପାନି ବାବୁ, ଜୋତାରେ ପିଟ ମତେ।
ମୁଁ ପଚାରୁଛି କୁଆଡେ ଆସିଥିଲ? ତମେ କଣ ଭାବୁଛ ତମେ କିଛି ନ କହିଲେ ମୁଁ କିଛି ବୁଝିପାରିବିନି? ତମେ ଯେତେବେଳେ ରାତି ଅଧରେ ଘର ଦରଜା ଖୋଲି ବାହାରକୁ ଚାଲି ଆସିଲ ସେତେବେଳେ ମୋ ମନରେ ସନ୍ଦେହ ହେଇଥିଲା। ମୁଁ ଭାବିଲି ମତେ ନ ପଚାରି ମଧୁ ଅଧ ରାତିରେ ବାହାରକୁ ଯିବାର କାରଣ କଣ? ସେଇ କାରଣ ଖୋଜି ଖୋଜି ମୁଁ ଆସି ତମ ପାଖରେ ପହଞ୍ଚି ଯାଇଛି। ତମେ ସିନା ମତେ କିଛି ଉତ୍ତର ଦେଲନି, ହେଲେ ମୁଁ କିନ୍ତୁ ସବୁ ଉତ୍ତର ପାଇଯାଇଛି। ତମ ଦେହର ବାସ୍ନା କହୁଛି ତମେ ତମ ଦେହ ଦାନ କରି ସାରିଛ। ଚୁପ୍ କର। ଚୁପ୍ କର ତମେ। ତମ ଦେହର ଭୋକ ଏତେ ବଢିଗଲା ତାହେଲେ ତମେ ମୋ ହାତରୁ ବାଧ୍ୟ କରି ସିନ୍ଦୁର ପିନ୍ଧୁଥିଲ କାହିଁକି? ସିନ୍ଦୁର ପିନ୍ଧିବାର ମୋ ନିହାତି ଦରକାର ଥିଲା। ଆରେ ସିନ୍ଦୁର ପିନ୍ଧିବା ଯଦି ନିହାତି ଦରକାର ଥିଲା ତାହେଲେ ସ୍ୱାମୀଟା ଅଦରକାରୀ ହେଇଗଲା କେମିତି? ଶେଷରେ ସ୍ୱାମୀ ବିଛଣା ଛାଡି ପରପୁରୁଷ ଖୋଜିଲ। ସି ମଧୁ ସି ଏତେ ତଳକୁ ଖସିଗଲ, ଏତେ ବଦଳିଗଲ ତମେ। ଜାଣିଛ ମଧୁ, ଯୋଉଦିନ ତମେ ମୋ ଜୀବନକୁ ଆସିଥିଲ ସେଦିନ ଏତେ ଦୁଃଖ ଭିତରେ ବି ବହୁତ ଖୁସି ହେଇଥିଲି। ଭାବିଲି ଭାଗ୍ୟରେ ଥିଲେ ତମ ଭଳି ଜୀବନକୁ ମିଳନ୍ତି। ହେଲେ ଆଜି ଭାବୁଛି ତମ ଭଳି ବେଶ୍ୟା ମୋ ଜୀବନରେ ଆସିବାର ନଥିଲା। ତମ ଭଳି ଦେହଜୀବୀ ମତେ ମିଳିବାର ନଥିଲା। ଶେଷରେ ତମେ ଦେହ ବିକ୍ରି କଲ। ଛି ମଧୁ ଛି। କାହିଁକି ଏମିତି କଲ? କାହିଁକି ବେଶ୍ୟାବୃତ୍ତି କଲ? ତମ ରାସ୍ତା ଅଲଗା, ମୋ ରାସ୍ତା ଅଲଗା। ମୋ ମୃତ୍ୟୁକୁ ଅପେକ୍ଷା କରୁଥିବା ଗୋଟେ ବ୍ଲଡ କ୍ୟାନ୍ସର ପେସେଣ୍ଟ। ତମେ ତମେ ଦେହଜୀବୀ। ଆଜି ତମ ଭିତରେ କୌଣସି ସମ୍ପର୍କ ନାହିଁ। ତମେ ଭୁଲ ରାସ୍ତାରେ ପାଦ ଦେଇ ମୋ ପାଇଁ ମରିଗଲ ମଧୁ। ସାରା ଜୀବନ ପାଇଁ ମୋ ପାଇଁ ମରିଗଲ। ମୁଁ ଜାଣିଛି ଈଶୁ, ତମେ ମତେ ଭୁଲ ବୁଝିବ, ଘୃଣା କରିବ। କାହିଁକି ନା ରାତି ଅଧରେ କବାଟ ଖୋଲି ଚାଲି ଆସିବା, ପର ପୁରୁଷକୁ ଦେହଦାନ କରିବା, ଏକଥା ଶୁଣି ସାରିଲା ପରେ ତମେ କହିବ ମୁଁ ଭୁଲ କରିଛି, ଏ ସମାଜ କହିବ ମୁଁ ଭୁଲ କରିଛି। ହେଲେ ମତେ ସମସ୍ତଙ୍କ ଆଗରେ ଠିଆ କରିଥିଲେ ମୁଁ ସେଇ ଗୋଟିଏ କଥା କହିବି, ଦେହ ବିକିବା ନିହାତି ଦରକାର ଥିଲା। ଚୁପ୍ ହେଇଯା, ନହେଲେ ବାହାରକୁ ଯାଇପାରିବୁନି, ଲାଜ ଲାଗିବ। ଲାଜ କୋଉଠି ଆସିବ ଜାପାନୀ ବାବୁ? କୋଉଠି ଆସିବ ସଂସ୍କାର? ସ୍ୱାମୀ ଯେତେବେଳେ ରକ୍ତ ବାନ୍ତି କରୁଛି କେମିତି ମୁଁ ଲାଜକୁ ଜାବୁଡି ଧରିଥାନ୍ତି? କେମିତି ମୁଁ ଘର ଘରେ ଲୁଚି ରହିଥାନ୍ତି? ମୋ ପାଇଁ ଲାଜ ବଡ ନୁହେଁ ଜାପାନୀ ବାବୁ, ମୋ ପାଇଁ ବଡ ହଉଛି ମୋ ସିନ୍ଦୁର। ମୋ ସିନ୍ଦୁରକୁ ବଞ୍ଚିବା ପାଇଁ ମୁଁ ଆଜି କେବଳ ଜଣକୁ ଦେହଦାନ କରିଛି। ଦରକାର ପଡ଼ିଲେ ମୁଁ 1000 ଜଣଙ୍କୁ ଦେହଦାନ କରିବି। ନାଇଁ 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 ନାଇଁ, ତମେ 1000 ଜଣଙ୍କୁ ଦେହଦାନ କରିବା କଣ ଦରକାର? ଗୋଟେ କାମ କର, ମୋ ପାଖରେ ରହିଯାଅ, ସ୍ୱାମୀ ସ୍ତ୍ରୀ ରହିବ। ଚୁପ କର। ମାନୁଛି ମୋ ଟଙ୍କା ଦରକାର ଥିଲା, ମୁଁ ଭୁଲ କରିଛି, ତାପରେ ମୋ ସ୍ୱାମୀକୁ ମୁଁ ଛାଡ଼ିଦେବି? ସେମିତିକା ନାରୀ ମୋ ନୁହେଁ। ହଁ ମୁଁ ଜାଣିଛି, ତମେ ହଉଛ ପୁରା 24 କ୍ୟାରେଟ୍। ସ୍ୱାମୀ ପାଇଁ ଦେହ ଦେଇଦେଲ, ଆଉ ସାଙ୍ଗ ପାଇଁ ସିନ୍ଦୁର ଦେଇଦେଲ। ପିନ୍ଧୁଛିଲ ନୀତି ସନ୍ଧ୍ୟାରେ ଆଇନା ଆଗରେ ସେ ସିନ୍ଦୁର ପିନ୍ଧୁଛି। ପିନ୍ଧୁ। ତା ସିନ୍ଦୁର ସେମିତି ଦାଉ ଦାଉ ଦିଶୁଥାଉ। ମାଳତୀନ, ତୁ ଏବେ ତୋ ସ୍ୱାମୀ ପାଖରେ ବହୁତ ଖୁସିରେ ଥିବ, ହେଲେ ମୁଁ ଆଜି ମୋ ସ୍ୱାମୀ ପାଇଁ ଦେହଦାନ କରିବାକୁ ଆସିଛି। ମୋର ଯାହା ହବାର ଅଛି ହେଇଯାଉ, ତୁ କିନ୍ତୁ ଭଲରେ ଥା। କେତେବେଳେ ସମୟ ପାଇଲେ ତୁ ଆସି ମୋ ମଧୁକୁ ଥରେ ଦେଖିଯିବ। ହସିଲେ ତୋର ମୋର କଥା ହବା ଚୁପଚାପ। ଦେହଦାନ ମହାପୁଣ୍ୟ।
ଆସିବୁଲ ମଧୁ ପୁଣି ଫାଙ୍କା ଦେଖି ମୋ ବିଛଣାକୁ ଚାଲି ଆସିବି ଆଉ ମୋ ବିଛଣା ଉପରେ ଅତର ପକେଇଦେବି ତାପରେ ତୋର ମୋର କଥା ହବା